अरे भोलुक ना राम नाम रे कुमार भोलुक ना राम नाम भजिन बारिले कुल चुंद्र मारे बांधिले बकालो राम सही काल बड़ दारुण रे न जाणुई दुख सुख हे बाछी नेब कुंडा रखिबा पतर देवरे दारुण दुख अरे भग्ने राणी तोर करिबे रोदन आवरिबे षोढ़ मास रे घरर घरणी कांदिबरे बसी लोड़िब से अन्य बास पकाई आसबे मशाणी भूईरे दुआरे देवे गौर अरे मरा बराबरी घड़ी कंदीबे जड़े नड़ीबे संगर अरे टिकोरी पारिबे माया स्त्री माने माया रे होई छोड़ो अरे आजी माने काली हेबा दुई दिन सब मिथ्या संसार अरे मुतेणु गोविंद चंद्र रे कालिया ओही दोरी घर रे कुमार ओटे परम सुख अरे तारी जुगे बड़ा हे बुरे अमर ताहू फिरी तोर मुख ताहू फिरी तोर मुखरे कुमार ताहू फिरी तोर मुख ଆପଣ କେତେ ବର୍ଷ ହେଲା କଲେ ଯୋଗୀ ବୃତ୍ତି? ମୁଁ କଲିଣି 30 ବର୍ଷ ହେଲାଣି। 30 ବର୍ଷ। टांगी चौदार कटक ठू भगतपुर टांगी इे धवलेश्वर 30 वर्ष ହେଲା। ଆପଣଙ୍କ ପରେ ଆପଣଙ୍କର ପିଢ଼ି ସେ କାମରେ ଯିବେ? ଆମର ବାପା ଥିଲେ ବାପା ଆମେ ଯେତେବେଳେ ବ୍ରତହର ଦୀକ୍ଷା ନେଲୁ ଜାଣିଲ ଆମର ତ କିଛି ନାହିଁ ଶିବ ଥାଳ ଯୋଗୀଙ୍କର ଏଇଟା ଯୋଗେ ଯୋଗେ ରହିଛି ଯୋଗୀ କାନ୍ଧରେ ଶିବ ଥାଳ ଜାଣିଲ ଇଏ ସତ୍ୟ ଯୁଗର କେଉଁ ଯୁଗରୁ ଯେତେବେଳେ ଜଗନ୍ନାଥ ବଳରାମ ମାନେ ଲକ୍ଷ୍ମୀଦ୍ରୋହୀ ହେଇଥିଲେ ସେତେବେଳେ ଯୁଗରେ ଥାଳଟି ଯେଉଁ କରିଛନ୍ତି ଶୁଣନ୍ତୁ ଆମେ ଯେମିତି ପଥରକୁ ଆଖି ଦେଇ ଚକ୍ଷୁ ଦେଇ ସିନ୍ଦୁର ଦେଇ କଳା ଦେଇ ଜୀବନ ନ୍ୟାସ କରାହେଉଛି ଅଙ୍ଗନ୍ୟାସ କରାହେଉଛି ଆମର ସେ ଏ ଥାଳ ତାକୁ ବି ଜୀବନ୍ୟାସ ଅଙ୍ଗନ୍ୟାସ କରାହେଇ ମନ୍ତ୍ରାଧୀନ ମନ୍ତ୍ରରେ ସବୁ ଦେବତା ଆମର ପୁରୀରେ ଦାରୁ କାଠରେ ଜଗନ୍ନାଥ ହେଉଛନ୍ତି ମନ୍ତ୍ରାଧୀନ ମନ୍ତ୍ରରେ ସେ ମାନେ ଜୀବିତ ନା ନାହିଁ ଥାଳ ଛୋଟିଆ ନୁହଁ ଯାଇଲେ ଏଇ ଥାଳକୁ ମୁଣ୍ଡିଆ ମାରିଦେବ ରାତି ପାଇଲେ ଯୁଆଡ଼େ ଯିବ ସେଦିନ ତୁମର ଜନ ହେଇଛି ଯୋଗୀ ନୁହେଁ ଯାହା ଚାହିଁବ ତୁମେ ମାନସିକ କରିବ ତାହା ହେବ ମା ଯୋଗୀ ଥାଳ ଈଶ୍ୱରଙ୍କ ଥାଳ ଶିବ ଥାଳ ଏ ତ ନନା ଆପଣ ଜାଣିଥିବେ ନନା ଘର ନୁହଁ କି